ଓମ୍ ଜୟ ଶ୍ରୀ ସୀତାରାମ ଆର୍ଯ୍ୟକାଣ୍ଡ ବାଲ୍ମୀକି ରାମାୟଣ। ରାବଣପୁରରେ ନାନା ପ୍ରକାର ଅମଙ୍ଗଳ ସୂଚନା। ଶେଷ ଭାଗ। ଶୁଣ ସାଗର ମିଳିନ ଅୟୋଧ୍ୟାର ଚତୁର୍ଭୁଜ ଦର୍ଶନ କରି ଭଲ ହେଲେ ବାରମ୍ବାର ଶ୍ରୀ ଚରଣେ ବିନତି କରି ଆହେ ପ୍ରଦୟାମୟ ଆରତନାଶନ ଶୀଘ୍ର ଅଙ୍କର ଲୋକ କର ବିମୋଚନ। କେତେ ଦିନ ଏହିପରି ସହି ଅତ୍ୟାଚାର ରହିଥିବ ବସୁମତୀ ବହି ପାପ ଭାର। ତାହା ଦେଖି ଅବସାନ କରି ଚକର ଏତିକି ମାତର ପରେ ପ୍ରାର୍ଥନା ମୋର ଏହିପରି ବିଧି ଜଣେ ପ୍ରଭୁଙ୍କୁ ଜଣାଏ ପଥେ ବିମତି ହୋଇଲେ କୁହା କହି ଦୁଷ୍ଟ ରାବଣ ଆଗୋଇ ମିଥ୍ୟା ଯେ କହିବା ଶୂନ୍ୟ ଯାକ ମିଥ୍ୟା ଅଟେ ବୋଲି ବୁଝାଇବା। ଦଶରଥଙ୍କର ନାହିଁ ମାତ୍ର ଯେ ନନ୍ଦନ ପଚାରି ବୁଝିଲୁ ଆମେ ତାହାର ସନ୍ଧାନ। ସେହି ମତେ ପ୍ରବେଶୀନ ରାବଣ ପାଶରେ କହିଲେ କବିନି ଜଣେ ନିର୍ଭୟ ଚେତରେ ଆହେ ଲଙ୍କାପତି ତୁମ୍ଭେ ମହେନ୍ଦ୍ରେଶ୍ୱର କଥା କଥା କି ପାଇଁ ହୁଅ ଥର ସପନ ଭଣ୍ଡାକୁ ମୋର ଯେଉଁ ବସ ପାଇ ମାତ୍ର ସବନତି ଯୁଗ ହସି ହୋଇ ତୁମକୁ ମାରିବା ଏନେ ସାହସ କାହାର ଆମେ ଦେଖିଲୁ ବୋଲିନ ଦଶରଥପୁର କେତେ କହି ସବୁ କଥା କହିନ ସିଦ୍ଧାନ୍ତ ଅପୁତି କହତେ ଦଶରଥ ସେ ଆୟନ ପୁତ ନିମନ୍ତେ ସର୍ବନା ଚିନ୍ତିତ ସହି ଦାନବର ବୁଝିଲୁ ଯେ ଆମ୍ଭେ ବିନି ଭାଇ। ତାହାଙ୍କ ବଚନ ଶୁଣି ଦୁଷ୍ଟର ଶଶିର ମନ ମଧ୍ୟରେ ଆନନ୍ଦ ହିରି ଯେ ଅପାୟ ବଇଲା ମତେ ଯେ ଭୟ ଦେଖାଇବା ପାଇଁ ଶୂନ୍ୟ ଡାକ ଦେଲେ ଦେବଗଣ ଗୁପ୍ତ ଥାଇ ଏହି କଥା ସଭା ମତେ କହି ଆୟନ ଅନ୍ତପୁରକୁ ଚଳିରେ ହୋଇ ମୋର କିନ୍ତୁ ନୀଳରେ ବସି କର ଏ ବିଚାର ଆଉ ବା କେତେ ସମୟ ରହିବି ଏଠାର ନିଶ୍ଚୟ ଜଗତ କଳତା ଜନ୍ମ ଲଭିଛନ୍ତି ମନ୍ତ୍ରୀମାନେ ଯାଇ ମୋରେ କପଟ କରନ୍ତି ଏହିପରି ମନ ମତେ କର ଏ ବିଚାର କହି କ୍ଷେତ୍ର ନିଦାନ ଆସି ଚକ୍ଷୁର ଓମ୍ ଜୟ ଶ୍ରୀ ସୀତାରାମ।